ମାନେ ହଁ ବ୍ୟତୀତ କେହି ପୂଜା କରିପାରିବେ ନାହିଁ। ଏଇଟା ଲେଖା ହେଇଛି। ଲେଖା ଅଛି, କୋଉଥିରେ ଲେଖା ହେଇଛି? ଭାଗବତରେ ଲେଖା ଅଛି। ଯଦି ଭାଗବତରେ ଲେଖା ହେଇଛି ତାହେଲେ ସବୁରି ହାତରୁ ଜଗନ୍ନାଥ କାହିଁ ଖାଉଥିଲେ? ଅଇଁଠା କାହିଁ ଖାଉଥିଲେ? ରାମ ଯେତେବେଳେ ହେଇଥିଲେ ରାମ ଅବତାରରେ ସେ ଅଇଁଠା କୋଳି କାହିଁ ଖାଉଥିଲେ? ତାହେଲେ ଯଦି ତାହେଲେ ଯୋଉ ଯେତେବେଳେ ନୀଳମାଧବ ହେଇକି ରହିଲେ ସେତେବେଳେ କାହିଁକି ଯୋଉ ଶବର ହାତରୁ ପୂଜା ପାଇଲେ? କଣ ପାଇଁ? ତାହେଲେ ଯିଏ ଲେଖିଛି ସେ ଭୁଲ ଲେଖିଛି ଭାଗବତରେ। ଲେଖିଛି ଠିକ, ଭୁଲ କିଛି ନାହିଁ। ଲେଖିବାର ଯଦି ଠାକୁର ନିଜେ ସେପଟେ ଭଗବାନ ଯଦି ଶବରୀର ଅଇଁଠା କୋଳି ଖାଉଛନ୍ତି, ଶବର ହାତରୁ ପୂଜା ପାଉଛନ୍ତି, ତାହେଲେ ଭାଗବତରେ ଲେଖିଲେ କାହିଁକି? ତାହେଲେ ସେ ଠାକୁର ନୁହଁ। ଠାକୁର ନା ଯେତେବେଳେ ଯଦି ସେ ରାମ ଅବତାରରେ ଖାଇଲେ ସେତେବେଳେ ନୀଳମାଧବ ପୂଜାରେ ସିଏ ଦିନ ଠାକୁର ନୁହନ୍ତି। ଠାକୁର କେମିତି ହେଲେ? ଯଦି ଭାଗବତରେ କଥା ଲେଖିଥିଲେ ସେପଟେ ସେ ଠାକୁର ହେଲେନି। ହଁ ହଁ କେମିତି ଠାକୁର ହେଲେ? ଠାକୁର ସେ ଯେ ଲେଖିଛିନି ଠିକ ଲେଖିଛିନି, ଆପଣ ବୁଝିବା ଠିକ ଏବଂ ଆପଣଙ୍କର ଭୁଲ ଅଛି। କାରଣ ଯଦି ଶବର ଠାରୁ ମହାପ୍ରଭୁ ଭୋଗ ଖାଇଲେ ତାହେଲେ ବଡ ପଣ୍ଡା ଖଞ୍ଜା ହେଇଥିଲା କଣ ପାଇଁ? କାହିଁକି ନା ତାଙ୍କ ଯାତ୍ରାରେ କିନା ଯୋଉ ଯାତ୍ରା ପଡିବ ସେ ଯାତ୍ରା କିନା 12 ମାସରେ କିନା ଗୋଟିଏ ବର୍ଷ ଗୋଟିଏ ଦିନ ସେଦିନ ଶବର ପାଖରୁ ଫଳମୂଳ ଆହାର କରନ୍ତି, ହେଲେ ଅନ୍ନ କେବେ ହେଲେ ଆହାର କରନ୍ତି ନାହିଁ। ସେଇ ସକାଶେ ବଡ ପଣ୍ଡା ତମେ କହିବ ସମ୍ପୂର୍ଣ୍ଣ ନାହିଁ ଯୋଉ କହୁଛନ୍ତି ବ୍ରାହ୍ମଣ ବ୍ୟତୀତ କେହି ପୂଜା କରିପାରିବେ ନାହିଁ, ଏଇଟା କେତେ ଦୂର ଠିକ? ଏଇଟା ସବୁଠାରୁ ଠିକ। ନୈଷ୍ଠିକ ବ୍ରାହ୍ମଣ ଥିବା ଦରକାର। ଯେମିତି ଆମର ଆଜିକାଲି ତ ସବୁ ନୈଷ୍ଠିକ ବ୍ରାହ୍ମଣ ରହୁଛନ୍ତି, ସବୁ ନିଷ୍ଠାରେ ରହୁଛନ୍ତି। ସେଇ ପ୍ରକାର ବ୍ରାହ୍ମଣ ଅଛନ୍ତି ବୋଲି ସୃଷ୍ଟି ରହିଛି। ନହେଲେ ତ ସମସ୍ତେ ବ୍ରାହ୍ମଣଙ୍କ ହାତରେ ପୂଜା କରି ସମସ୍ତ ଦେବତା ମାନେ ପହଞ୍ଚିବେ, କେବେ ଅସମ୍ଭବ କଥା। ଘଟଗାଁ ତାରିଣୀ ସେଠି ବ୍ରାହ୍ମଣ ପୂଜା କରୁନାହାନ୍ତି ନାଇଁ, ପୂଜା କରୁନାହାନ୍ତି ନା? କେନ୍ଦ୍ରାପଡା ରାଜନଗର ମାଟିଆ ମଙ୍ଗଳା ସେଠି ବ୍ରାହ୍ମଣ ପୂଜା କରୁନାହାନ୍ତି? ମାଙ୍କ କତି କାହିଁ ତମେ ଯାଉଛ? ବାପା କତି ତମେ ଯାଅ। ସେଇ ମା ବାପା ସବୁ ଶୁଣ ମା ନଥିଲେ ବାପା କେମିତି ନାଇଁ ଆସିବ? ଶୁଣ, ମା ନଥିଲେ ବାପା କେମିତି ଆସିବ? ବାପ ଶୁଣ କେମିତି ଆସିବ ନା? ମାକୁ ନେଇକି ବାପା ସେମିତି କହିଲେ ହବନି। କେମିତି ନେଇ? ଯେତେବେଳେ ମହାପ୍ରଭୁ ଜଗନ୍ନାଥ ମହାପ୍ରଭୁ ଇଏ ବିଶ୍ୱ ବ୍ରହ୍ମାଣ୍ଡର ନାଥ ସେ ଜଗନ୍ନାଥ, ସେ କଣ କରନ୍ତି ନା ଦେବୀ ମାକୁ ଯେତେବେଳେ ମା ପଳେଇ ଗଲେ କୋଉଠି ନା ଚଣ୍ଡାଳ ସାହିକି ପଳେଇ ଗଲେ, ମା ପଳେଇ ଗଲେ, 12 ବର୍ଷ ମହାପ୍ରଭୁ ହଇରାଣ ହେଲେ। ସେ ଯାହାଠୁ ତାଠୁ ଖାଇଲେ, ସେ ସମସ୍ତେ ଚାହାନ୍ତି ମୋର ହଉଛି ପୁଅ। ଜଗନ୍ନାଥ ପ୍ରଭୁ କୁହନ୍ତି ନା ସର୍ବମାନ ସିଏ ସେ ତାଙ୍କ ଖଇ କାହିଁ ଉଡିଗଲା? ସେ ଚାହିଁଥିଲେ ଅଟକେଇ ପାରିନଥାନ୍ତେ? ଅଟକେଇ ପାରିବେ ନାହିଁ, କାପାସିଟି ନାହିଁ ତାଙ୍କର। କାହିଁକି ଅଟକେଇ ପାରିବେନି? ସେ ତ ସର୍ବଶକ୍ତି। ସେ ତ ଜଣଙ୍କର ସେ ଝିଅ, ଇଏ ହଉଛି ଜଣଙ୍କର ହଉଛି ପୁଅ। ଖାଇବାକୁ ସେଠି ଅଟକେଇ ପାରୁନାହାନ୍ତି। ସେ ବରୁଣ ଯୁଗରେ ତମେ ସେମିତି କହିପାରିବ। ଇଏ ତ ବରୁଣ, ଆପଣ ଘର କଥା କହୁନାହାନ୍ତି, ଆପଣ ଘର କଥା କହୁନାହାନ୍ତି। ଇଏ ହଉଛନ୍ତି ବରୁଣ ରାଜାଙ୍କର ଝିଅ, ସିଏ ହଉଛନ୍ତି ବାସୁଦେବର ପୁଅ। ତମେ କେମିତି ସେଇ ସକାଶେ କହିଥିଲେ, ଶୁଣ ସେ ବା ସେଇ ସକାଶେ କହିଥିଲେ ମୁଁ ସବୁ ଜାଗାକୁ ଯାଇକି ଉପସ୍ଥିତ ହେବି। ମା କହିଥିଲେ ଯେତେବେଳେ ସାକ୍ଷୀ ରଖିଲେ, ସେତେବେଳେ ସାକ୍ଷୀ ରଖିଲେ ମୁଁ ସବୁ ଜାଗାରେ କିନା ଉପସ୍ଥିତ ହେଇପାରିବି। ଆପଣ ହୁଅନ୍ତୁ କି ନ ହୁଅନ୍ତୁ ମୁଁ ସେ ବିଷୟରେ କହିପାରିବିନି, ହେଲେ ମୁଁ ସବୁ ଜାଗାରେ କିନା ମୁଁ ଉପସ୍ଥିତ ହେବି। ହେଲେ ତାହେଲେ ମୁଁ ବହି ବାହାର କରି ପଢିଦେବି। ଲକ୍ଷ୍ମୀ ନାରାୟଣ ବାହାର କରିଦେଲେ ସେଟା କଣ ମିଛ? ଲକ୍ଷ୍ମୀ ନାରାୟଣ ବାହାର କରିଦେଲେ ସେଟା କଣ ମିଛ? କେବେ ହେଲେ ମିଛ ହେଇପାରିବନି। ସିଏ ବର ମାଗିକି ଆସିସିନି ଯେ ମୁଁ ମୋ ପୁଅଙ୍କ ମାନଙ୍କ ଏ ଦେଶରେ କିନା ମୁଁ କାହାକୁ କେବେ ହେଲେ ହଇରାଣ କରିବାକୁ ଚାହେଁନି। ଜଗନ୍ନାଥ ମହାପ୍ରଭୁ ଚାହାନ୍ତି ଭକ୍ତ, ମା ଚାହାନ୍ତି ଇଏ ସମଗ୍ର ପୃଥିବୀରେ ମୋର ସବୁ କହୁଛନ୍ତି ପୁଅ। ବୁଝିଲ? କେବେ